ଶ୍ରାବଣ ମାସର ସୋମବାର ଚାଲନ୍ତୁ ବାବା ଭୋଳାଶଙ୍କରକୁ ଦର୍ଶନ କରିବା। ନମସ୍କାର, ପ୍ରଣତି କ୍ରିଏସନ୍ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଯେହେତୁ ଶ୍ରାବଣ ମାସ ଚାଲିଛି, ଆମେ ଚାଲିଲୁ ବାବା ଭୋଳାଶଙ୍କରକୁ ଦର୍ଶନ କରିବା ପାଇଁ। ଖୋର୍ଦ୍ଧା ଜିଲ୍ଲାର କଳାପଥର ଏବଂ ଧଳାପଥର ଆମେ ଯାଇଥିଲୁ ବୁଲିବାକୁ। ସେଇଠି ପାଖରେ ହେଉଛନ୍ତି ରାମନାଥ। ବାବା ଭୋଳାଶଙ୍କର ପାହାଡ଼ର ଉପରେ ଯାଇକି ଅଛନ୍ତି। ପ୍ରକୃତିର ସୌନ୍ଦର୍ଯ୍ୟ ଭିତରେ ବାବା ଭୋଳାଶଙ୍କର ଅଛନ୍ତି ରାମନାଥ ରୂପ ନେଇକି। ତା ଭିତରରେ ବହୁତ ସୁନ୍ଦର ଭାବରେ ମନ୍ଦିରଟି ନିର୍ମାଣ କରିଛନ୍ତି ପାହାଡ଼ର ଉପରେ। ବାବାଙ୍କର ଦର୍ଶନ କଲାବେଳେ ଯେମିତି ଲାଗୁଥିଲା ସତରେ ଯେମିତି ବାବା ଭୋଳାଶଙ୍କର ଏଠି ଉଭା ହୋଇଛନ୍ତି ବୋଲି। ଆଉ ସେଇଠି ବଢ଼ିଆ ପୂଜା ବି ଚାଲିଥିଲା। କେହି ଜଣେ ଭକ୍ତ ଆସି ସୋମବାରରେ ପୂଜା କରୁଥିଲେ। ଯେହେତୁ ଶ୍ରାବଣ ମାସ ଚାଲିଛି, ସମସ୍ତ ଶୈବପୀଠରେ ବହୁତ ଧୁମଧାମରେ ପାଳନ କରାଯାଉଛି ବାବା ଭୋଳାଶଙ୍କର ପୂଜା। ଏବଂ ଏ ହେଉଛି ବାବା ରାମନାଥଙ୍କର ପୂଜା, ଯାହାକି ପାହାଡ଼ ଦେଶରେ ଥିବାରୁ ଆହୁରି ପ୍ରକୃତିର ମନଲୋଭା ଦୃଶ୍ୟ ଦେଖି ମନମୁଗ୍ଧ ହୋଇଯାଉଥିଲା ଏବଂ ଲାଗୁଥିଲା ଯେମିତି ବାବା ଏଠି ସତେକି ଉଭା ହୋଇଅଛନ୍ତି ଭକ୍ତମାନଙ୍କ ପାଇଁ। ଭିତର ଗୃହର ଦର୍ଶନ କରିବା ଯେହେତୁ ଆମ ପାଇଁ ସମ୍ଭବ ଥିଲା, କ୍ୟାମେରାରେ ତୋଳିବା ସମ୍ଭବ ନଥିଲା। ଏଇଥିପାଇଁ ଯେ ଭିତରର ଫଟୋ ନିଅନ୍ତି ନାହିଁ ବୋଲି ମନା କଲେ। ତ ଠିକ୍ ଅଛି, ଆମେ ତାପରେ ଦେଖିବା। ମନ୍ଦିର ଦର୍ଶନ ସାରି ଦେଖନ୍ତୁ, ପାହାଡ଼ ଉପରୁ ତଳକୁ ଯଦି ଆମେ ଦେଖୁଛେ କେତେ ସୁନ୍ଦର ଭାବରେ ଦେଖାଯାଉଛି ଏବଂ ପାହାଡ଼ର ଚାକଚକ୍ୟ ଭିତରେ ବାବାଙ୍କର ଦର୍ଶନ କରିସାରିଲା ପରେ ଯେମିତି ଲାଗୁଥିଲା ସତେ ଏଇ ଶ୍ରାବଣ ମାସଟା ଯେମିତି ସାର୍ଥକ ଲାଗିଲା। ପ୍ରଥମ ଥର ପାଇଁ ଯାଇଥିଲୁ, ଆମର କାମ ଥିଲା ଏବଂ ସେଠି ବୁଲିଲୁ। ଗୋଟେ ଅଲଗା ପ୍ରକାର ଅନୁଭୂତି ସେ ଥିଲା। ଯଦି ଆପଣମାନେ କେବେ ଯାଉଛନ୍ତି କଳାପଥର, ସେଇଠୁ ମିନିମମ୍ 7-8 କିଲୋମିଟର ଲାଗିବ ରାମନାଥ ଆପଣ ନିଶ୍ଚୟ ଦର୍ଶନ କରିବେ। ପାହାଡ଼ ଉପରେ ଅଛନ୍ତି ଠାକୁର। ପାହାଚ ଚଢ଼ିକି ଯାଇକି ଟିକେ ହାଲିଆ ଲାଗୁଥିଲା, ତଥାପି ଦର୍ଶନଟା ବହୁତ ଭଲ ଥିଲା। ଆଉ ପୂଜା ଅର୍ଚ୍ଚନା ଯେହେତୁ ଚାଲିଥିଲା ଆହୁରି ଟିକେ ବହୁତ ବଢ଼ିଆ ଲାଗିଲା। ପ୍ରସାଦ ସେବନ କଲୁ। ଯାହା ହଉ ଶ୍ରାବଣ ମାସରେ ସୋମବାର ବହୁତ ଭଲ ଲାଗିଲା। ଦିନଟି ବି ବହୁତ ବଢ଼ିଆ ରହିଲା। ତାପରେ ଆମେ ସେଠୁ ଦର୍ଶନ ସାରିବା, ଆଉ ଗୋଟେ ଜାଗାକୁ ଯିବାର ପ୍ଲାନ୍ ଥିଲା। ଆମେ ଜଲ୍ଦି ଟିକେ ପୂଜା କରି ସାରିକି ବାହାରିବାକୁ ଚେଷ୍ଟା କରୁଥିଲୁ। ଆଉ ମୁଁ, ମୋ ହଜବେଣ୍ଡ, ମୋର ଗୋଟେ ଦିଅର, ମାଉସୀ, ମଉସା, ଶ୍ୱଶୁର, ଏମିତି ସମସ୍ତେ ମିଶିକି ଯାଇଥିଲୁ। ସେଇଠି ଯେହେତୁ ମାଉସୀଙ୍କର ଘର ଥିଲା, ମଉସା ଯେହେତୁ ବାଧ୍ୟ କଲେ, ବାସ୍ ସୁଯୋଗ ବି ଅଛି ଭଗବାନଙ୍କର ଦର୍ଶନ କରିବା ପାଇଁ। ତ ଆମେ ଆଉ କାହିଁକି ବା ଅବହେଳା କରିବା। ଚାଲନ୍ତୁ ଆମେ ଟିକେ ଦର୍ଶନ କରିସାରି ଆଉ ଗୋଟେ ଜାଗାକୁ ବୁଲିଯିବାର ବି ଅଛି। ସେଠି ବି ଆମେ ଦେଖିବା ସେଠିକାର ଦୃଶ୍ୟ। ରାମନାଥଙ୍କ ପରେ ଆମେ ଚାଲିଥିଲୁ ଟି ବିଚ୍। ଦେଖନ୍ତୁ, ଇଏ ଯେମିତି ପୁରା ଟି ସେପ୍ର ଦେଖାଯାଉଛି, ସେଥିପାଇଁ ୟାକୁ ଟି ବିଚ୍ କହୁଛନ୍ତି। ଆଉ ଏଠି ଟି ବିଚ୍ର ମଧ୍ୟରେ, ମାନେ ନଦୀର ମଧ୍ୟରେ ଅଛନ୍ତି ସିଂହନାଥ। ସେଠି ଦେଖିଲେ ଆମେ ରାମନାଥ, ଏଠି ଅଛନ୍ତି ସିଂହନାଥ ପୁରା ନଦୀର ମଝିରେ ଅଛନ୍ତି। ଆଉ ତା ଭିତରେ ସମସ୍ତେ କୁହନ୍ତି ଯେ ଏବେ ଯେହେତୁ ମାନେ ସବୁଦିନ ଦୋକାନ ବଜାର ପଡ଼ିଥାଏ, ଶ୍ରାବଣ ମାସ ଲାଗି, ବୋଲବମ୍ର ଭିଡ଼ ଲାଗି ସମସ୍ତେ ଭକ୍ତମାନେ ଟିକେ ଭିଡ଼ ଅଛନ୍ତି। ଆଉ ସେଠିକାର ପ୍ରକୃତିର ଦୃଶ୍ୟ ସତରେ ବହୁତ ସୁନ୍ଦର। ଆପଣ ନିଶ୍ଚୟ ଥରେ ନ ଗଲେ ଦେଖିବା ଅସମ୍ଭବ। ଆଉ ନିଜେ ଯାଇ ଦେଖିବା, ଭିଡ଼ିଓ ଦେଖିବା, ନିଶ୍ଚୟ ଫରକ ଅଛି। ଆଉ ଆ ଭିତରେ ସମସ୍ତେ କୁହନ୍ତି ଯେ ଯେତେବେଳେ ନଦୀରେ ବନ୍ୟା ଆସେ ଏଠି ପାଣି ବହୁତ ହେଇଯାଏ ଆଉ ମନ୍ଦିର ମାନ ସବୁ ବୁଡ଼ିଯାଏ। ଯେହେତୁ ବହୁତ ପୁରାତନ ମନ୍ଦିର, ଦେଖନ୍ତୁ କେତେ କାରୁକାର୍ଯ୍ୟ ପୁରା ବଢ଼ିଆ ଭାବେ ହେଇଛି। ଆଉ ସେ ମନ୍ଦିର ପାଣି ପୁରା କେମିତି ଲାଗିଛି, ତ ସେଇ ମନ୍ଦିର ନା ପାଣି ବହୁତ ଆସିଲେ ଏଠି ମନ୍ଦିର ବୁଡ଼ିଯାଏ। ନନାମାନେ ଆସିକି ଡଙ୍ଗାରେ ପୂଜା କରନ୍ତି ବୋଲି କୁହନ୍ତି। ତ ଏଇ ଯାହା ତାଙ୍କର ଐତିହାସିକ ଅଛି। ବିଶେଷ ପାଣି ତ ସବୁ ବର୍ଷ ଆସେନି, ଯେବେ ବି ଆସେ ମନ୍ଦିର ବୁଡ଼ିଯାଏ, ବହୁତ ପାଣି ହେଇଯାଏ। ଆଉ ଏଠିକାର ପ୍ରକୃତିର ଦୃଶ୍ୟ, ଉପରକୁ ହନୁମାନ ଅଛନ୍ତି। ଆଉ ଏଠି ସବୁଠୁ ବହୁତ ଇଣ୍ଟରେଷ୍ଟିଂ, ଦେଖନ୍ତୁ ମାଙ୍କଡ଼ମାନେ ବି ବହୁତ ଅଛନ୍ତି। ମୋତେ ଟିକେ ମାଙ୍କଡ଼କୁ ଡର ଲାଗେ, ତଥାପି କ'ଣ କରିବା, ମାଙ୍କଡ଼ ସେଠି ବହୁତ ଅଛନ୍ତି। ଯେଉଁଠି ଖାଲି ଅନେଇବେ ମାଙ୍କଡ଼ ହିଁ ଦେଖାଯାଉଥିବେ। ମାନେ ସିଏ ତାଙ୍କର ଖେଳୁଥିବେ, ତାଙ୍କ ଦୁନିଆରେ ସିଏ। ଯେହେତୁ ବାବା ଶିବ ଶଙ୍କର ଅଛନ୍ତି, ମାଙ୍କଡ଼ ନିହାତି ରହିବେ। ଆଉ
କିନ୍ତୁ ମୋ ସ୍ୱାମୀ ଟିକେ ଦୁଷ୍ଟ। ଦେଖ ମୋତେ ମାଙ୍କଡ଼କୁ ଏକରେ ଡର ଲାଗେ, ମୋତେ ମାଙ୍କଡ଼ ପାଖରେ ଛିଡ଼ା କରି ଫଟୋ ଉଠାଉଛନ୍ତି। ଆଉ ସେଠୁ ଦର୍ଶନ ସାରି ଆସିଲା ପରେ ଟିକେ ବିଚ୍ରେ ଛିଡ଼ା ହେଇକି ବିଚ୍। ନେକ୍ସଟ ପ୍ରୋଗ୍ରାମ୍ ହେଉଛି ଫତେଗଡ଼ ରାମ ମନ୍ଦିର ଦେଖିବାକୁ ନିଶ୍ଚୟ ଅନୁରୋଧ ରହିଲା। ରହୁଛି, ନମସ୍କାର।